ଆଉ କେମିତି ଅଛ ବା ସବୁ କେରକେରା ତ ମୁଁ ବି କେରକେରା ଅଛି ଭାଇନା। ତ ଆଜି ଆମେ ପହଞ୍ଚି ଯାଇଛୁ କୁଲାଗଡ଼ର ଫେମସ୍ କାଳୀ ମନ୍ଦିରରେ। ତ ଆପଣମାନେ ଦେଖିଛନ୍ତି ଆମେ ପହଞ୍ଚି ଯାଇଛୁ ବର୍ତ୍ତମାନ। ଏଇଟା ହେଉଛି ଫ୍ରଣ୍ଟର ଦୃଶ୍ୟ। ତ ଦେଖୁଛନ୍ତି ଫ୍ରଣ୍ଟର ଦୃଶ୍ୟ କିଛି ଏମିତି ପ୍ରକାର ରହିଛି। ତ ଚାଲନ୍ତୁ ଭିତରକୁ ଯିବା ଦେଖିବା। ଆମେ ତ ଯାଇଥିଲି ଗୋଟେ ମାନେ କାମରେ ମାନେ ବାହାଘର କାମରେ। ତ ସେଇଠି ପହଞ୍ଚୁ ପହଞ୍ଚୁ ସେଇଠି ଟିକେ ଗାଡ଼ି ରହିଲା, ସେଥିପାଇଁ ବୋଲିକିରି ଟିକେ ସୁଟ୍ କରିଦେଉଛି ସର୍ଟ ଭିଡ଼ିଓଟି। ତ ଆପଣମାନେ ଦେଖୁଛନ୍ତି ଏଇଟା ହେଉଛି ଫ୍ରଣ୍ଟର କିଛି ଏମିତି ପ୍ରକାର ଦୃଶ୍ୟ ରହିଛି। ଆଉ ଭିତରକୁ ଆମେ ଯାଉଛୁ ଏବେ। ତ ଦେଖୁଛନ୍ତି ଏଇଟା ହେଉଛି ଏଇଟା ଏବେ ନୂଆରେ ତିଆରି ହେଇଛି। ଆପଣମାନେ ଯେଉଁ ସାମ୍ନାରେ ଗୋଟେ ମନ୍ଦିରଟି ଦେଖୁଛନ୍ତି ଏଇଟା ହେଉଛି ନୂଆରେ ତିଆରି ହେଇଛି। ଆଉ ମନ୍ଦିର ତ ଏମିତି କିଛି ରହିଛି। ଆପଣମାନେ ଦେଖୁଛନ୍ତି ଏଇଟା ହେଉଛି ରୋଷେଇ ଘର। ମାଙ୍କ ପାଇଁ ରୋଷେଇ ସବୁ ହେଉଛି। ତ ଏଇଠି ଦୀପ ସବୁ ଲଗାଉଛନ୍ତି। ଏଇଟା ହେଉଛି ଅରିଜିନାଲ କାଳୀ ମନ୍ଦିର, ଯେଉଁଟାକି ଏବେ ବନ୍ଦ ଥିଲା ଆମେ ଗଲା ଆଡ଼ୁ। ତ ଦେଖୁଛନ୍ତି ଆପଣମାନେ ବନ୍ଦ ତ ଅଛି ଏବେ। ଏଇଟା ମାଙ୍କ ମନ୍ଦିର। ତ ଚାଲନ୍ତୁ ତାପରେ ଆଉଥରେ ଆଉ ଗୋଟେ ଆଡ଼କୁ ଯିବା ଦେଖିବା କ'ଣ ରହିଛି। ଏଇଟା ହେଉଛି ଦୀପ ସବୁ ରଖା ହେଉଛି। ଏଇଟା ହେଉଛି ତାର ସାଇଡ଼ର ଦୃଶ୍ୟ। ସାଇଡ଼ର ଏଇଠି ଦେଖନ୍ତୁ ଏଇଟା ବି କଞ୍ଚି ପଡ଼ୁଛି। ତ ସେତେବେଳୁ ଆମେ ପହଞ୍ଚିଲା ଆଡ଼ୁ 12ଟା ହେଲାଣି, 12ଟା ପରେ ହେବ। ତ ମୁଁ ଟାଇମ୍ ବି ଦେଖିନଥିଲି। ଆଉ ଏଇଠି ଦେଖନ୍ତୁ ଆଉ ଗୋଟେ କାମ ଚାଲିଛି। ଏଇଠି ବି ଆଉ ଗୋଟେ ମନ୍ଦିର ପାଇଁ ନୂଆ ମନ୍ଦିର ପାଇଁ କାମ ଚାଲିଛି। ଦେଖନ୍ତୁ ଏତିକି ପ୍ରୋଗ୍ରେସ୍ ହେଇଛି। ଆଉ ସେଇଠିକି ଗଲାବେଳକୁ ଗୋଟେ ମଣ୍ଡପ, ଯେଉଁଟାକି ଆମର ଦଣ୍ଡ ନାଚ ହେଲେ ମେରୁଦଣ୍ଡ କରିବା ପାଇଁ ଏଇଠି ମାଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ତ ଦେଖିଲେ ଏଇଟା ହେଉଛି ତାର ବ୍ୟାକ୍ ଷ୍ଟେଜ୍। ଆଜି ପାଇଁ ଭିଡ଼ିଓ ଏତିକି, ପୁଣି ନୂଆ ଭିଡ଼ିଓ ସହିତ ମିଶିବା ରହିଲି। ଜୟ ଜଗନ୍ନାଥ, ଜୟ କାଳା। ଯଦି ଆପଣମାନେ ନୂଆ ଦେଖୁଛନ୍ତି ଫାଷ୍ଟ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରି ରଖନ୍ତୁ। ଯେବେ ଯାହା ମୁଁ ଭିଡ଼ିଓ ଅପଲୋଡ଼ କରି ଫାଷ୍ଟ ନୋଟିଫିକେସନ୍ ଆପଣମାନଙ୍କୁ ତୁରନ୍ତ ପହଞ୍ଚିବ।